खोजिबो सब वैरायटी रो दुकान अछि टोटल ऊपर सब मिलुची। हां नेउल भाई तू ठीक कथा कहछु हमें जहां भी किनिबा एही मार्केट रो किनि दबा। ए नेउल भाई देख रे देख केते बढ़िया बढ़िया चश्मा से दुकान रे झुलुची चाले मो भाई गोटे चश्मा किनि दबु खरा दिन आसिलानी तो मो लगेई कि बोलिबी। हां तू छोट पिला तोर एबे चश्मा कोन हबो मु से स्टार चश्मा किनिबी पिंदी की पूरा हीरो भलिया लागिबी। गरे गरे मुकुडे पे काला काला चश्मा एटरी देखिलु केमती देखा जाउची। थोड़ा पड़ी क्या फिकला सेती की सपना देखे तू चश्मा पिंदी की गले तेरी तो ऊपर को गरम पानी पिंदीबो मु तो खाली ठंडा पानी पिंदीची। ए डाको मते दौची रहिता बालुंगा और दौचु अरे रो और दौचु अरे सुनु सेई ठंडा पानी बोतलटा भी मु 20 टका रे किनि दिली अरे अरे कहू ଭଲ କରିଛ ମଉସା ଦିଅ ଦିଅ ମତେ ତାକୁ ଦିଅ ଆଜି ତା କଥା ମୁଁ ବୁଝୁଛି। ଆରେ ତୁ ତାକୁ ବାଡେଇବୁ ବୋଲି ମୁଁ ଧରିନି ଏ ପାଖ ଇଲେକ୍ଟ୍ରିକ ଖୁଣ୍ଟିରୁ ତାର ଛିଡି ଯାଇଛି ଦେଖି ପାରୁନି କି? ए मालो मु तो देखि नथिली जल्दी ताରରେ बाजी जाइतांदी। ଇଲେକ୍ଟ୍ରି ବାଲାଙ୍କୁ କହିଲନି ସେମାନେ ଆସିକି ତାର ଠିକ କରିବେ। ସକାଳୁ 4 ଥର କଲ୍ କରି ସାରିଲୁଣି ଆସୁଛନ୍ତି ବୋଲି କହୁଛନ୍ତି ହେଲେ ଆସୁନାହାନ୍ତି। ଆଲେ ଜାଣିଲ କି ଆମେ ଯେତେବେଳେ ତ ଭାବୁ କି ଆମେ ଏମିତି ଧିଲେ ଧିଲେ ହୁଏ ତାଲି ତ ବାଜିଲାନି ଖେଳ ଟାଇମ ହେଇଗଲାନି। ହଁ ହଉ ଚାଲ ଚାଲ। छोरी आई हटले ब्रो। ଆରେ ମତେ ନା ଆରେ କୁଆଡେ ଏମିତି ବନ୍ଧ ଭାଙ୍ଗିଲା ବେଳେ ମାଛ ଧରିବାକୁ ଦୌଡୁଛୁ କଣ ହେଇଛି କି? ଆରେ ଜଟିଆ ଭାଇ ଆରେ ଗାଁ ପାଖ ମାର୍କେଟ ରେ ନିଆଁ ଲାଗି ଯାଇଛି ରେ ଆରେ ଜଲ୍ଦି ଚାଲେ ଜଲ୍ଦି ଚାଲେ। କଣ ହେଲା ନିଆଁ ଲାଗିଯାଇଛି? ଆମ ଦୋକାନ ଜଳିଗଲା କିଏ ନିଆଁ ଲିଭାଅ ଭାଇମାନେ କିଏ କୋଉଠି ଅଛ ଦୌଡ଼ି ଆସ ଆମ ଦୋକାନ ଜଳିଗଲା। ଦେଖୁଛନ୍ତି ଆଉ କିଛି ଯୁବପିଢି ମୋବାଇଲରେ ଭିଡିଓ କରୁଛନ୍ତି କେହି ଜଣେ ନିଆଁ ଲିଭାଅରେ। আরে সাঙ্গ আরে অনেক কোন জলদি ভিডিও কর আমাকে সোশ্যাল মিডিয়ারে অধিক ফলো ব্যাক মিলিব আরে জলদি করে। ଓହୋ ମୁଁ ବି କରିବି ଯାଉଛି। ତୁ କ୍ୟାମେରା ଅନ୍ କଲି ତୁ କହିବା ଆରମ୍ଭ କରେ। ଦେଖନ୍ତୁ ସାଙ୍ଗମାନେ ଆମ ପାଖ ଗାଁରେ ଥିବା ମାର୍କେଟରେ କେମିତି ନିଆଁ ଲାଗି ଯାଇଛି ଆଉ ସବୁ ଜିନିଷ କେମିତି ଜଳି ଯାଉଛି। ଆଜି କାଲିକା ପିଲା ସବୁ ନା ଯାହା ଟିକେ ହେଲେ ବି ଖାଲି ଫୋନରେ ରେକର୍ଡିଂ କରିବା ଆରମ୍ଭ କରିଦଉଛନ୍ତି। ମଉସା ମଉସା ସକାଳେ ତ ସବୁ ଠିକ ଥିଲା ହେଲେ ନିଆଁ କେମିତି ଲାଗିଲା? କଣ କହିବି ରେ ପୁଅ ସବୁ ସେଇ ଛିଣ୍ଡା ଇଲେକ୍ଟ୍ରି ତାର ପାଇଁ ହେଇଛି ରେ। ଇଲେକ୍ଟ୍ରି ବାଲା ସେ ତାର ଠିକ କରିବାକୁ ଆସିଲେନି ଯେ ତାର ପବନରେ ଚହଲି ଆସି ଦୋକାନରେ ଯାଇ ପଡିଲା ଆଉ ନିଆଁ ଲାଗିଗଲା ରେ।
ନିଆଁ ଲିଭେଇବା ପାଇଁ ଦମକଳକୁ ଡକେଇଲନି? ତାଙ୍କୁ ଫୋନ କରିକି ଡକେଇଥିଲୁ, ସେମାନେ କହିଲେ ପାଣି ଲୋଡ କରିକି ଆସିବେ। ଆରେ ସେତେବେଳୁ ତ ସବୁ ଦୋକାନ ଆଉ ଜିନିଷ ପଡିକି ବାଉଁଶ ହେଇଯାଇଥିବ। ଆରେ ପାଣି ଆଣ ଧାର ସବୁ। କେତେ କଷ୍ଟରେ ଏଇ ଦୋକାନ କରି ପରିବାର ଚଳଉଥିଲି, ସବୁ ସରିଗଲା ରେ, ସବୁ ସରିଗଲା। ସାଙ୍ଗ ନାଇଁ ପରେ ବଢିଆ ଭିଉ ଆସୁଛି। କିରେ ତୋର ତ ବେଶୀ ସାହସ, ତୁ ଆମ ମୋବାଇଲ ଫୋପାଡ଼ିକି ଭାଙ୍ଗିଦେଲୁ। ଆମେ ଏବେ ଲାଇଭ ବନେଇବୁ କେମିତି? ରହିଯାଅ ତମେ ଦି ଜଣ, ସେ ଠିକ କରିଛି। ଏଠି ଲୋକମାନଙ୍କ ଜୀବିକା ନଷ୍ଟ ହୋଇଯାଉଛି, ଆଉ ତମମାନଙ୍କୁ ରିଲ୍ସ କେମିତି କରିବ ସେ ଚିନ୍ତା ହଉଛି ନାଇଁ? ଆଜି କାଲିକା ପିଲା ପରା, ସେମାନଙ୍କର କଣ ବୁଦ୍ଧି ବିଭାଗ ବୋଲି କିଛି ଅଛି? ତମମାନେ ଆଗରୁ ଆସିଛ, ଦୋକାନରେ ନିଆଁ ଲାଗିବା ଦେଖୁଛ, ଅଥଚ ନିଆଁ ଲିଭେଇବା ଚିନ୍ତା କାହା ମନରେ ଆସୁନି? ନିଆଁ ତାଙ୍କ ଦୋକାନରେ ଲାଗିଛି, ସେମାନେ ବୁଝିବେ, ଆମର ସେଥିରେ କଣ ଯାଏ ଆସେ? ହଁ ହଁ, ଭଲ ବିଚାର କରିଛ। କାଲି ତମ ଘରେ ବି ଯଦି କିଛି ହେଲା, ଆମେ ବି କହିଦବୁ ତମ ଘର କଥା ତମେ ବୁଝ ବୋଲି। ଏଇଆ ତମେ ନିଆଁ କରୁଛ? ଆରେ ଏମାନଙ୍କ ସାଙ୍ଗରେ ଲାଗି କଣ ଲାଭ କହିଲୁ? ଆମକୁ ଜଲ୍ଦି ନିଆଁ ଲିଭେଇବାକୁ ପଡିବ ହେଲା। ଆରେ ପାଣି ପକେଇ ତ ନିଆଁ ଲିଭେଇଦେବା, ହେଲେ ଇଲେକ୍ଟ୍ରିକ ତାରଟା ନିଆଁ ଭିତରେ ଅଛି। ପାଣି ପଡି ଯଦି କାହାକୁ କରେଣ୍ଟ ମାରିବ? ଆରେ ଆସିଗଲେ ରେ, ଦମକଳ ବାଲା ଆସିଗଲେ। ଏ ଭାଇ ଜଲ୍ଦି ନିଆଁ ଲିଭାଅ। ଆରେ ଭାଇ ଜଲ୍ଦି ଲାଇନ କାଟ ଆଗ। ଏବେ ଆମ ଗ୍ରହଣରେ ମନ୍ତ୍ରୀ ମହାଶୟ ପହଞ୍ଚି ଗଲେଣି। ଚାଲନ୍ତୁ ତାଙ୍କୁ ପଚାରି ନବା। ସାର୍, ଏତେ ବଡ ନିଆଁ ଲାଗିଗଲା, ଆଉ ଏତେ ସାରା ଦୋକାନ ପୋଡିଗଲା, ଜିନିଷ ପତ୍ର ବି ନଷ୍ଟ ହେଇଗଲା, ହେଲେ ସେ ଦୋକାନୀ ମାନେ ଏବେ କଣ କରିବେ ଆଉ କେମିତି ଚଳିବେ? ଏଇଟା ତ ବହୁତ ଦୁଃଖଦ ଘଟଣା। ମୁଁ ଆଶ୍ୱାସନା ଦଉଛି, ସରକାର ସେମାନଙ୍କ ପାଇଁ କ୍ଷତିପୂରଣ ଦେବେ। ଆଉ ଏ ଜାଗାରେ ଉଠା ନୁହଁ, ଇଟା ସିମେଣ୍ଟରେ ମାର୍କେଟ କମ୍ପ୍ଲେକ୍ସ ବନା ହବ। ଯାହା ହଉ, ତମେ ମାନେ ଆମ ପାଇଁ ଏତିକି ନ କରିଥିଲେ ଆମର ସବୁ ଦୋକାନ ପୋଡି ଯାଇଥାନ୍ତା। ଏଇଟା ତ ଆମର କର୍ତ୍ତବ୍ୟ ଥିଲା, କିନ୍ତୁ ଆମ ଆଗରୁ ଆସୁଥିବା ଭାଇମାନେ ଯଦି ମୋବାଇଲ ରେକର୍ଡିଂ ନ କରି କିଛି ଉପାୟ କାଢିଥାନ୍ତେ, ତେବେ ନିଆଁକୁ ଆହୁରି ଜଲ୍ଦି ଲିଭା ଯାଇ ପାରିଥାନ୍ତା।